ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ୟୁବିଆଇ ସ୍ପେଶାଲିଷ୍ଟ ଅଫିସର ଏସବୁ ପଦବୀ ଅଧୀନରେ ଆସିଷ୍ଟାଣ୍ଟ ମ୍ୟାନେଜର ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମୋଟ 500ଟି ପଦବୀ ପୂରଣ କରାଯିବ, ଯେଉଁଥିରେ 250ଟି ପଦବୀ ଆସିଷ୍ଟାଣ୍ଟ ମ୍ୟାନେଜର କ୍ରେଡିଟ୍ ଏବଂ 250ଟି ପଦବୀ ଆସିଷ୍ଟାଣ୍ଟ ମ୍ୟାନେଜର ଆଇଟି ପାଇଁ ବ୍ୟବସ୍ଥା କରାଯାଇଛି। ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ 30 ଏପ୍ରିଲ 2025ରୁ ଆରମ୍ଭ ହୋଇଥିବା ଅନଲାଇନ୍ ଆବେଦନ ପ୍ରକ୍ରିୟା ମାଧ୍ୟମରେ 20 ମେ 2025 ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନ ପାଇଁ ଅଫିସିଆଲ ୱେବସାଇଟ୍ www.unionbankofindia.com ଯିବାକୁ ପଡ଼ିବ। ମୁଖ୍ୟ ବିବରଣୀ। ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ଭର୍ତ୍ତି ପ୍ରୋଜେକ୍ଟ 2025-26 ଅଧୀନରେ ଜୁନିୟର ମ୍ୟାନେଜମେଣ୍ଟ ଗ୍ରେଡ୍ ସ୍କେଲ୍ 1 JMGSI ପାଇଁ ସ୍ପେଶାଲିଷ୍ଟ ଅଫିସର ପଦବୀ ପୂରଣ କରାଯିବ। ମୋଟ 500 ପଦବୀରେ 250ଟି ପଦବୀ କ୍ରେଡିଟ୍ ଅଫିସର ଏବଂ 250ଟି ପଦବୀ ଆଇଟି ଅଫିସର ପାଇଁ ସଂରକ୍ଷିତ। ଏହି ଭର୍ତ୍ତିରେ SC, ST, OBC ଓ EWS ଓ PWBD ବର୍ଗ ପାଇଁ ସରକାରୀ ନିୟମ ଅନୁଯାୟୀ ସଂରକ୍ଷଣ ବ୍ୟବସ୍ଥା ରହିଛି। ପଦବୀ ବିବରଣୀ। ଆସିଷ୍ଟାଣ୍ଟ ମ୍ୟାନେଜର କ୍ରେଡିଟିଂ 250ଟି ପଦବୀ, ଆସିଷ୍ଟାଣ୍ଟ ମ୍ୟାନେଜର ଆଇଟି 250ଟି ପଦବୀ। ବେତନ ସ୍କେଲ୍ ରୁ 48,480 ରୁ 85,920 ପର୍ଯ୍ୟନ୍ତ। DAHIରେ ସ୍ପେଶାଲ ଆଲାଉନ୍ସ ଏବଂ ଅନ୍ୟାନ୍ୟ ସୁବିଧା ସହିତ ଆବେଦନ ଆରମ୍ଭ 30 ଏପ୍ରିଲ 2025। ଆବେଦନ ଶେଷ ତାରିଖ 20 ମେ 2025 ରାତି 11ଟା 59 ପର୍ଯ୍ୟନ୍ତ। ଯୋଗ୍ୟତା ମାନଦଣ୍ଡ। ପ୍ରାର୍ଥୀମାନେ ନିମ୍ନଲିଖିତ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ପୂରଣ କରିବା ଆବଶ୍ୟକ। ଆସିଷ୍ଟାଣ୍ଟ ମ୍ୟାନେଜର କ୍ରେଡିଟ୍ ଶିକ୍ଷାଗତ ଯୋଗ୍ୟତା ସରକାରୀ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ଗ୍ରାଜୁଏଟ୍ ଡିଗ୍ରୀ। ଏହା ସହ ନିମ୍ନଲିଖିତ ମଧ୍ୟରୁ ଅନ୍ୟତମ ପ୍ରଫେସନାଲ ଯୋଗ୍ୟତା ଥାଇପାରେ: CA, CMA, CS କିମ୍ବା ଫାଇନାନ୍ସରେ ପୂର୍ଣ୍ଣକାଳୀନ MBA, MMS, PGDM, PGDBM। ସାଧାରଣ ବର୍ଗ ପାଇଁ ନ୍ୟୂନତମ 60% ଏବଂ SC, ST, OBC, PWBD ପାଇଁ 55% ମାର୍କ। ଆସିଷ୍ଟାଣ୍ଟ ମ୍ୟାନେଜର ଆଇଟି ଶିକ୍ଷାଗତ ଯୋଗ୍ୟତା କମ୍ପ୍ୟୁଟର ସାଇନ୍ସ, ଆଇଟି, ଇଲେକ୍ଟ୍ରୋନିକ୍ସ, ECETC, ଡାଟା ସାଇନ୍ସ, ML ଏଣ୍ଡ AI କିମ୍ବା ସାଇବର ସିକ୍ୟୁରିଟି। ପୂର୍ଣ୍ଣକାଳୀନ BE, BTech, MCA, MSc, IT, MSM ଟେକ୍ 5 ବର୍ଷିଆ ଇଣ୍ଟିଗ୍ରେଟେଡ MTech ୱାଚ୍ AWS, Azure, GCP, CCSP, CEH, CISA, CISM, CISSP, ପାୱାର BI ଆଦି ସାର୍ଟିଫିକେସନ ବାଛନୀୟ। ବୟସ ସୀମା 1 ଏପ୍ରିଲ 2025 ଆଧାରରେ ନ୍ୟୂନତମ ବର୍ଷ 22 ବର୍ଷ, ସର୍ବାଧିକ ବର୍ଷ 30 ବର୍ଷ ଧାରଣ କରାଯାଇଛି। ବୟସ ରିହାତି SC, ST ପାଇଁ 5 ବର୍ଷ, OBC, MOBC ପାଇଁ 3 ବର୍ଷ, PWBD ପାଇଁ 10 ବର୍ଷ। ଆବେଦନ ପ୍ରକ୍ରିୟା। ପ୍ରାର୍ଥୀମାନେ କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପାଇଁ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରନ୍ତୁ। ପ୍ରଥମତଃ ଅଫିସିଆଲ ୱେବସାଇଟ୍ www.unionbank.com କୁ ଯାଆନ୍ତୁ। ଦ୍ୱିତୀୟରେ କ୍ୟାରିୟର୍ସ ବା ରିକ୍ୱାୟାରମେଣ୍ଟ ବିଭାଗକୁ ଯାଆନ୍ତୁ ଏବଂ ୟୁନିୟନ ବ୍ୟାଙ୍କ ରିକ୍ୱାୟାରମେଣ୍ଟ ପ୍ରୋଜେକ୍ଟ 2025-26 ସ୍ପେଶାଲିଷ୍ଟ ଅଫିସର୍ସଙ୍କ ଲିଙ୍କ ଉପରେ କ୍ଲିକ୍ କରନ୍ତୁ। 3 ନମ୍ବରରେ ଆପ୍ଲାଏ ଅନଲାଇନ୍ ଲିଙ୍କ ଉପରେ କ୍ଲିକ୍ କରି ରେଜିଷ୍ଟ୍ରେସନ କରନ୍ତୁ। ବୈଧ ଇମେଲ ଆଇଡି ଓ ମୋବାଇଲ ନମ୍ବର ବ୍ୟବହାର କରନ୍ତୁ। 4 ନମ୍ବରରେ ରହିଛି ଆବେଦନ ଫର୍ମରେ ବ୍ୟକ୍ତିଗତ ଓ ଶିକ୍ଷାଗତ ବିବରଣୀ ପୂରଣ କରନ୍ତୁ। 5 ନମ୍ବରରେ ରହିଛି ଫଟୋ, ସ୍ୱାକ୍ଷର ଓ ଆବଶ୍ୟକ ଡକ୍ୟୁମେଣ୍ଟ ସ୍କାନ୍ କପି ଅପଲୋଡ କରନ୍ତୁ। 6 ନମ୍ବରରେ ରହିଛି ବର୍ଗ ଅନୁଯାୟୀ ଆବେଦନ ଶୁଳ୍କ ପରିଶୋଧ କରନ୍ତୁ।
EWS OBCରୁ 1180ଟି, GST ସହିତ SC/ST PWBDରୁ 177। 7 ନମ୍ବର, ଫର୍ମ ସବମିଟ୍ କରି ଆବେଦନ ପ୍ରିଣ୍ଟଆଉଟ୍ କାଢ଼ନ୍ତୁ ବା ନିଅନ୍ତୁ। ଗୁରୁତ୍ୱପୂର୍ଣ୍ଣ ନୋଟ୍, ଜଣେ ପ୍ରାର୍ଥୀ କେବଳ ଗୋଟିଏ ପଦବୀ କ୍ରେଡିଟ୍ ବା ପାଇଁ ଆବେଦନ କରିପାରିବ। ଏକାଧିକ ଆବେଦନ ପ୍ରତ୍ୟାଖ୍ୟାନ କରାଯିବ। ଆବେଦନ ଶୁଳ୍କ EWS OBCରୁ 1180, GST ସହିତ SC/ST PWBDର 177 ଶୁଳ୍କ ଅନଲାଇନ୍ ମାଧ୍ୟମରେ କ୍ରେଡିଟ୍, ଡେବିଟ୍ କାର୍ଡ଼, UPI କିମ୍ବା ନେଟ୍ ବ୍ୟାଙ୍କିଂ ଜରିଆରେ ପରିଶୋଧ କରାଯିବ। ଗୁରୁତ୍ୱପୂର୍ଣ୍ଣ ତାରିଖ, ଅନଲାଇନ୍ ଆବେଦନ ଆରମ୍ଭ 30 ଏପ୍ରିଲ 2025ରୁ ଅନଲାଇନ୍ ଆବେଦନ ଓ ଶୁଳ୍କ ପରିଶୋଧର ଶେଷ ତାରିଖ ମେ 20, 2025 ପର୍ଯ୍ୟନ୍ତ ରହିଛି। ପରୀକ୍ଷା ତାରିଖ ପରେ ଅଫିସିଆଲ ୱେବସାଇଟରେ ଘୋଷଣା କରାଯିବ। ଆଶା କରିବି ଆପଣମାନେ ଜାଣିପାରିଥିବେ। ଜାଣିଛନ୍ତି, ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।